ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ହରେ ସୁରବର ତାପ ଚାରୁଧାରା ସେ ବହେ ମକର କେତନ ଉଚ୍ଛନରତି ସମାନ ପୂରିତ ହୋଇଛି ପୁଣି ଅଶେଷ ରସେ ବିଦ୍ୟା ହୈମବତୀ ପଦରେ ବିଷକଣ୍ଠ ତୋଷଦାନେ ବିନିମତରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ପ୍ରସିଦ୍ଧ ରାମକାବ୍ୟ ବୈଦେହୀଶ ବିଳାସ, ଯାହାକି ଆଦ୍ୟ ବ ଅନୁପ୍ରାସରେ ରଚିତ ଏବଂ ଏହାର ନବମ ଛାନ୍ଦ ବିତଳକୁ ଆଲିଙ୍ଗନ ଚୋଖୀ ଏହି ରାଗ ଉପରେ ପର୍ଯ୍ୟବେସିତ। ଏହା ଆବୃତ୍ତି ଯୋଗ୍ୟ ଅତ୍ୟନ୍ତ ସୁନ୍ଦର ସାମଗ୍ରିକ ଭାବରେ 52 ଛାନ୍ଦ ବିଶିଷ୍ଟ ଏହି ବୈଦେହୀଶ ବିଳାସର ଏକ ଅନୁପମ ରଚନା। ଏହି ନବମ ଛାନ୍ଦ ଏବଂ ଏହାର ଗାୟନ ଶୈଳୀ ଆମେ ନିଶ୍ଚିତ ଏହାର ପ୍ରଥମ 5 ପଦ ହିଁ ଆବୃତ୍ତି କରିବା। ବିଷ୍ଣୁ ପଦୀ ବିଷ୍ଣୁ ପଦ ଇକାର ଭେଦ ଶବଦ ତରଣୀର ଗତାଗତ ତହିଁ ଉଚିତ ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ ଡାକୁ ନ ଶୁଣନ୍ତେ ରଘୁନାଥ କଥିତ ବିଷଧର ପ୍ରାୟ କି ତୁହି ବେଳେ ନେତ୍ର ଢାଳି ଶୁଣ ଉଦାର ନୁହି ବଧିର ନୁହଇ ବୀର ବୋଇଲା ତହୁଁ ଧୀବର ଶୁଣିଲିଣି ପଥରେ ପଥର ବଳା ବାଲି ପଡ଼ିତ ଚରଣ ଆଶଙ୍କା ଉପଜେଣୁ ନୌକା ନାୟିକା ହେଲେ ବୁଡ଼ିବ ଭେଳା ବୃତ୍ତି ମୁପୋଷେ କୁଟୁମ୍ବ ବସାଇ ନ ଦେବି ପାଦ ନ ଧୋଇ ନାବ ବଢ଼ାଇ ଦେଲେ ପୟର ଭାବଗ୍ରାହୀ ରଘୁବୀର ପୟରେ ଖ୍ୟାଳିତ କରି ବସନେ ପୋଛି ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନ କୁଇଛି ବିଜ୍ଞାନୀ କୈବର୍ତ ଧୋଇଲା ବିଶ୍ୱେ ପତିତ ପାବନ ନାମ ରହିଲା ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରୀ ପରୀରେ ମଣାଇ ବସାଇ ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗା ନାମ ଭାଗୀରଥୀ କିମ୍ପା ହେଲା କହ ଗୋସାଇଁ ବିଷ୍ଣୁ ନଖ କୋଣେ ଥିଲା ବାମନାବତାରେ ଭାଗୀରଥୀ ଆଣିଲା। ବାସ୍ତବିକ ଅପୂର୍ବ ଲାଳିତ୍ୟପୂର୍ଣ୍ଣ ଏହି ନବମ ଛାନ୍ଦ ବୈଦେହୀଶ ବିଳାସର ସୁନ୍ଦର। ଏହାକୁ ବାରବାର ଆବୃତ୍ତି କରିବାକୁ ଇଚ୍ଛା ହୁଏ। ପାଠକମାନଙ୍କର ଅନୁରୋଧରେ ଏହାର 5ମ ପଦ ପର୍ଯ୍ୟନ୍ତ ଆବୃତ୍ତି କରାଗଲା।